ଆଜି ପବିତ୍ର ଦିନରେ ସନ୍ତୋଷୀ ଶ୍ରୀକୃଷ୍ଣଙ୍କୁ ସ୍ମରଣ କରି ମା ସନ୍ତୋଷୀ ଜଗନ୍ନାଥ ଜଗତ ମଙ୍ଗଳ ପାଇଁ କିଛି ବାକ୍ୟ ପ୍ରଦାନ କରିଥିବାରୁ ଜଗତ ପାଇଁ ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଆଜି ଏହି ବ୍ରହ୍ମ ମୁହୂର୍ତ୍ତରେ ଜଗନ୍ନାଥଙ୍କୁ ସ୍ମରଣ କରି ମୋ ମା ସନ୍ତୋଷୀକୁ ସ୍ମରଣ କରି ମା ବାଗବାଦିନୀ ଶାରଳାଙ୍କୁ ସ୍ମରଣ କରି ପଞ୍ଚସଖାକୁ ସ୍ମରଣ କରି ଏ ପଞ୍ଚତତ୍ତ୍ୱର ପିଣ୍ଡ ବିଷୟରେ ଏ ଆତ୍ମା ପରମାତ୍ମା ବିଷୟରେ ଜୀବ ଶିବ ବିଷୟରେ ଆଉ ଅଜପା ସୂତ୍ର ବିଷୟରେ ଆପଣମାନଙ୍କୁ କିଛି କହିବି। ଆପଣମାନେ ଯଦି ଶେଷ ପର୍ଯ୍ୟନ୍ତ ଶୁଣିବେ ତାହେଲେ କଥା ହେଉଛି ଆପଣମାନେ କିଛି ଅନୁଭବ କରିପାରିବେ। ଅନୁଭବର ବିନା କିଛି ହୁଏନି, ତେଣୁ ଅନୁଭବ ଜ୍ଞାନ ହେଲା ସବୁଠାରୁ ବଡ଼ ଜ୍ଞାନ। ତେଣୁ ଆପଣମାନେ ଅନୁଭବକୁ ଆସନ୍ତୁ, ଆପଣ ଶେଷ ପର୍ଯ୍ୟନ୍ତ ଶୁଣନ୍ତୁ। କେନ୍ଦ୍ରାପଡ଼ା ଜିଲ୍ଲା ଗର୍ଦ୍ଦପୁର ବ୍ଲକ ପଳସୁଧା ପଞ୍ଚାୟତ ଫଦିଳ ଗ୍ରାମରେ ମା ସନ୍ତୋଷୀ ଶ୍ରୀକ୍ଷେତ୍ର ବ୍ରହ୍ମଣାକ୍ଷର ମନ୍ଦିର ଅଛି। ସେଇ ବ୍ରହ୍ମଣାକ୍ଷର ମନ୍ଦିରରୁ ସେଇ ସନ୍ତୋଷୀ ଶ୍ରୀକ୍ଷେତ୍ରରୁ ଆପଣଙ୍କୁ ସତ୍ୟବାର୍ତ୍ତା କିଛି ଦେବି, ଆଉ ସ୍ନେହ ବାର୍ତ୍ତା କିଛି ଦେବି, ଆଉ ଶରୀର ଭିତର କଥା କିଛି କହିବି, ଆଉ ଅଜପା ସୂତ୍ର କଥା କିଛି କହିବି। এই ଅଜପା ସୂତ୍ରକୁ ଜାଣିବା ପାଇଁ ଜଗତରୁ କେତେ ସାଧୁସନ୍ଥ ଆସି ଏଠି ଉପସ୍ଥିତ ହେଉଛନ୍ତି, କେତେ ଭକ୍ତ ଗୁରୁ ଆସି ଉପସ୍ଥିତ ହେଉଛନ୍ତି। ତେଣୁ କଥା ହେଉଛି ଏଇ ଭାବରେ ରହିଲେ, ଏଇ ଭକ୍ତିରେ ରହିଲେ, ଏଇ ସ୍ନେହରେ ରହିଲେ ଆପଣମାନେ ନିଶ୍ଚିନ୍ତ ଉଦ୍ଧାର ହୋଇପାରିବେ। ତେଣୁ ଏଇ ଯେଉଁ ବିପଦ ମାଡ଼ି ଆସୁଛି, ଏ ବିପଦ କିଛି ନୁହଁ। ଇଏ ସବୁଦିନ ହେଉଥିଲା, ଯୁଗ ମାଫିକ ହେଉଥିଲା, ସମୟର ଅନୁକ୍ରମେ ହେଉଥିଲା। ଆମେ ଯାହା କରିବା ତାହା ପାଇବା, କର ପା କୃପା। ତେଣୁ ଆମେ ଯଦି କଥା ହେଉଛି କୃପା ପାଇବା ପାଇଁ ହକଦାର, ତେଣୁ ଆମକୁ କିଛି କରିବାକୁ ପଡ଼ିବ। ମାଆର ପଣତ ତଳେ ରହିବାକୁ ପଡ଼ିବ, ମାଆର ମମତା ତଳେ ରହିବାକୁ ପଡ଼ିବ, ନିଜକୁ ସମର୍ପଣ କରିବାକୁ ପଡ଼ିବ। ଆଉ ଏ ଭାବ ଆପଣମାନେ ଗୁରୁ କଲେ ପାଇବେ। ବାବୁରେ ମୁଁ କାହିଁକି ସବୁବେଳେ କହିଛି, କାରଣ ଗୁରୁ ନଥାଇ କେହି କେବେ ହେଲେ ଦିବ୍ୟ ଜ୍ଞାନ ପାଇପାରିନି। ଶ୍ରୀକୃଷ୍ଣ ପ୍ରାୟ ଅର୍ଜୁନକୁ ଯୁଦ୍ଧ କ୍ଷେତ୍ରରେ କହିଥିଲେ, ଗୁରୁ ନଥାଇ ଅର୍ଜୁନ କାହିଁ ପାଇବୁ ସଦଜ୍ଞାନ। ତେଣୁ କଥା ହେଉଛି କୃଷ୍ଣଙ୍କ ପାଖେ ପାଖେ ଅର୍ଜୁନ ଥିଲେ, କିନ୍ତୁ କ'ଣ ସେ ତତ୍ତ୍ୱଜ୍ଞାନ ଜାଣିପାରିଥିଲେ, ମମତା ଜ୍ଞାନ ଜାଣିପାରିଥିଲେ? ତେଣୁ କଥା ସେ ମମତା ଜ୍ଞାନ ଜାଣିବା ପାଇଁ, ତତ୍ତ୍ୱଜ୍ଞାନ ଜାଣିବା ପାଇଁ, ସେ ଭାବଭକ୍ତି ଜାଣିବା ପାଇଁ ଆମକୁ ଗୁରୁ କରିବାକୁ ପଡ଼ିବ। ଏ ପିଣ୍ଡ ଭିତର କଥା ବୁଝିବା ପାଇଁ ଆମର କଥା ହେଉଛି ଏ ଶରୀର ଭିତରେ ଯେଉଁ କୁଣ୍ଡଳିନୀ ଚକ୍ର ଅଛି, କିପରି କଥା ହେଉଛି ସହସ୍ରାକୁ ଆମେ ଯାଇପାରିବା କୁଣ୍ଡଳିନୀ ଚକ୍ର ଦେଇ, ସେ ବିଷୟରେ କହିପାରିବେ। ଏ ପବନ ଟିକକ ଅଛି ବୋଲି ସିନା ଜୀବନ ଅଛି, ସେଇ ପବନ ସୂତ୍ର କହିପାରିବେ ଗୁରୁ। ତେଣୁ ଆମେ ଯଦି କଥା ହେଉଛି ଗୁରୁମାର୍ଗୀ ହେବା, ଗୁରୁର ତତ୍ତ୍ୱ ବୁଝିବା, ଶରୀରର ତତ୍ତ୍ୱ ବୁଝିବା, ତେଣୁ ଆମେ କଥା ହେଉଛି ସହସ୍ରା ପର୍ଯ୍ୟନ୍ତ ଯାଇପାରିବା। ଆମେ ସେ ଜାଗାକୁ ଗଲେ ଆଉ କିଏ ଆସିବାକୁ ମନ କରନ୍ତିନି। ତେଣୁ କଥା ହେଉଛି ଯେତେ ସାଧୁସନ୍ଥ ମହାପୁରୁଷ ଆସିଛନ୍ତି ଚାରି ଯୁଗରେ, ସେଇଠିକି ଯିବା ପାଇଁ ସମସ୍ତେ ବ୍ୟାକୁଳ। ସେ ଜାଗାକୁ ଆମେ ଯିବା ପାଇଁ ଆମକୁ ଗୁରୁ କରିବାକୁ ପଡ଼ିବ। ଯେଉଁ ଗୁରୁ କଥା ହେଉଛି ପିଣ୍ଡରେ ହାତ ମାରି କହିଦେବ ଯେ ସହସ୍ରା କେଉଁଠି ଅଛି, କୁଣ୍ଡଳିନୀ କେଉଁଠି ଅଛି, ନାଭିଚକ୍ର କେଉଁଠି ଅଛି, ହୃଦଚକ୍ର କେଉଁଠି ଅଛି, କଣ୍ଠଚକ୍ର କେଉଁଠି ଅଛି, ଲଲାଟ ଚକ୍ର କେଉଁଠି ଅଛି, ସହସ୍ରା ସ୍ଥାନ କେଉଁଠି। ତେଣୁ ଇଅଁଳା ପିଅଁଳା ସୁଷୁମ୍ନା ଏ ତିନୋଟି ଶିର ଭିତରେ ଆମର ପବନ ଯିବା ଆସିବା କରୁଛି। ଆଉ ଏ ନାକପୁଡ଼ା ଦେଇକରି ଦ୍ୱାଦଶ ପବନ ଯାଉଛି ଆଉଛି। ସେ ପବନକୁ ଆମେ ଜଗିଲେ ତାହେଲେ କଥା ହେଉଛି ଆମେ ପ୍ରଭୁଙ୍କ ଦର୍ଶନ ପାଇବା। ସେ ପବନ ଜଗିବା ବାଟ ଗୁରୁ କହିଦେବେ, ଆଉ ସେ ଗୁରୁ ବାଟ ଯିଏ ଧରିଛି ସେ ନିଶ୍ଚିନ୍ତ ପାଇଛି। ଆଉ ଏଇ ସନ୍ତୋଷୀ ଶ୍ରୀକ୍ଷେତ୍ରକୁ ବହୁ ସାଧୁସନ୍ଥ ଆସିଛନ୍ତି, ଅଣାକ୍ଷର ମନ୍ଦିର ଦର୍ଶନ କରିକିରି ଆଉ ବଣା ହେଇନାହାନ୍ତି। ଅଣାକ୍ଷର ତତ୍ତ୍ୱ ବୁଝିଛନ୍ତି, ଏକାକ୍ଷର ତତ୍ତ୍ୱ ମର୍ମ ବୁଝିଛନ୍ତି, ଏକାକ୍ଷର ଭାବ ବୁଝିଛନ୍ତି। ତେଣୁ କଥା ହେଉଛି ବାବୁରେ ବର୍ତ୍ତମାନ କଥା ହେଉଛି ସେଇ ଏକାକ୍ଷର ଭାବରେ ରୁହ, ଅଣାକ୍ଷର ଭେଦ ବୁଝ, ତାପରେ ପ୍ରଭୁଙ୍କୁ ପାଇବ। ତେଣୁ କଥା ହେଉଛି ଆଜି ମାଆଙ୍କ ପାଖରେ ଯିଏ ନିବେଦନ କରିବ, ମାଆଙ୍କ ପାଖରେ ଯିଏ ସମର୍ପିତ ହେବ, ମାଆ ନିଶ୍ଚିନ୍ତ ଗୁରୁ ଦେଖାଇ ଦେବେ, ଗୁରୁ ଧରେଇ ଦେବେ, ଯେଉଁ ଗୁରୁ ଆପଣଙ୍କ ଦେହରେ ହାତ ମାରି କହିଦେବ। ତେଣୁ ଅସଂଖ୍ୟ ଗୁରୁ ଅଛନ୍ତି, କାନରେ ମନ୍ତ୍ର ଦେଉଛନ୍ତି, କିନ୍ତୁ ସୂତ୍ର ଦେଉନାହାନ୍ତି। ଯେଉଁ ସୂତ୍ର ଧଇଲେ ଜୀବ ଉଦ୍ଧାର ହେଇଯିବ, ଯେଉଁ ସୂତ୍ର ଧଇଲେ ଜୀବ ପରମର ଭେଟ ହେବ, ଯେଉଁ ସୂତ୍ର ଧଇଲେ ଜ୍ୟୋତି ଦର୍ଶନ ହେବ, ଯେଉଁ ସୂତ୍ର ଧଇଲେ ପରମାର୍ଥିକ ଗତି ଲାଭ। ତେଣୁ ଆମେ ତ ଆସିଛେ ଦିନେ ଯିବା, କେଉଁଠିକି ଯିବା? ଯେଉଁ ପରମ ପଠେଇଛି,
तेणु भागवत कलम कले एक ब्रह्म देख जगत व्यापी भिन्ना भिन्न किए करदेलारे एक ही पुरुष आउ सबु नारी स्वामी सुख किए भूलीगला रे। तेणु जगत रे हूँ गोटे लोक से हूँ समस्तଙ୍କର स्वामी ता सुख जी पाई सी आउ को सुख आशा करनी। तेणु से स्वामी सुख पाइबापी आपण मैंने गुरु करंतु जो गुरु तत्व जानी जो गुरु सहस्रा को बाट देखई पार जो गुरु पिंड ब्रह्मांड को कही पार। तेणु कथा होची आमर कथा तत्व बुझिले तुटे भांति भव सागर तरी जाती तत्व बुझे पार। तेणु कथा होची समस्त पाखे से गोटे कथा कहूँ समस्ते से गुरु परंपरा को आसतु सन्तेश श्रीक्षेत्र को आसतु ब्रह्मणाक्षर मंदिर को आसतु ये नंबर टी रखी था 6371041934 आपण मानक जगन्नाथ सुपथ देखातु। माँ करुणामयी संतोषी समस्त को शांति सुख प्रदान करू। माँ बागवादिनी सारला समस्त को वाक्य प्रदान करू। आओ पंचसखा समस्त को दिग्दर्शन दिंतु। से प्रभु पादपद्म से माँ अभय पादपद्म निजक समर्पण करी समस्त मंगला कामना करी। जय जगन्नाथ जय जगन्नाथ जय जगन्नाथ।